ଅଛି ଦାଦନ ପରିବାର। ପେଟ ପୋଷିବାକୁ ଯିଏ ଯାଉଛି ସେ ଶବ ହେଇ ଘରକୁ ଫେରୁଛି। ରୋଜଗାରିଆ ମଣିଷର କୋକେଇ ଦାଣ୍ଡ ଦୁଆର ଉଠେଇ ଗାଁ ମଶାଣିରେ ପୋଡ଼ିବାକୁ ହେଲେ ପ୍ରଶାସନ ସାହାଯ୍ୟ କରୁନି। ବିଲ ବାଡ଼ି ନହେଲେ ଘର ପଟା ମହାଜନ ପାଖରେ ବନ୍ଧା ରଖି ଟଙ୍କା ଦେଲେ ଯାଇ ଶବ ଗାଁକୁ ଆସୁଛି। ଆଜ୍ଞା, ଏମିତି ସ୍ଥିତିରେ ପରିବାର ଲୋକେ ପେଟକୁ ତ ଦାନା ମୁଠେ ଯୋଗାଡ଼ କରିପାରୁନାହାନ୍ତି, ବରଂ ଜମି ବାଡ଼ି ଘରଡିହ ସବୁ ହରେଇ କାଙ୍ଗାଳ ପାଲଟି ଯାଉଛନ୍ତି। ଗୁଜରାଟ ପାଲଟଣା ସହରରେ କାମ କରୁଥିଲେ ଗୋ ଆଶ୍ରମରେ ବାତ୍ୟା ଜନିତ କୌଣସି ପ୍ରକାର ଆସି ଗୋଟେ ଗଛଟି ଉପରେ ପଡ଼ି ଡେଥ୍ ହେଇଗଲେ। ପହର ଦିନ ସନ୍ଧ୍ୟାରେ ଆମେ ଖବର ପାଇଲୁ। ଆଜି ସବୁ ପହଞ୍ଚିଲା ଆମ୍ବୁଲାନ୍ସ ମାଧ୍ୟମରେ। ଶାସନର ଶବ ଦାହ ପାଇଁ ଗଲେ ଆଉ ଦାଦନ ଖଟିବା ପାଇଁ ତ ସବୁବେଳେ ଯାଉଛନ୍ତି। ସେ ରୋଜଗାର କରୁଥିଲେ ଆଉ ଭାଇ ତ ସାନ କମ, ସେ ରୋଜଗାର କ୍ଷମ ଥିଲା। ଆଉ କିଏ ପରିବାର ଚଳିବା ପାଇଁ ଆଉ କୋଉ ରାସ୍ତା ନାହିଁ। ସେଟା କଷ୍ଟ ପଡ଼ିବା ଚଳିବା। ଆଉ ଶାଶୁ ମା ତ ରହିବା, ଆଉ ପୁଅ ଅଛି ଆଉ 2 ଜଣ, ଆଉ 2ଟା ଝିଅ ତ ବାହା ହେଇଯାଇଛନ୍ତି। ଆଉ ସରକାର ଅନୁରୋଧ କରି ଏହିପରି ଦାଦନ ଶ୍ରମିକ ମାନେ ଯୋଉ ମୃତ୍ୟୁ ହେଉଛନ୍ତି ତା ପାଇଁ ସ୍ୱତନ୍ତ୍ର ଟିମ୍ ଆସୁଛନ୍ତି। ତା ପାଇଁ 5 ରୁ 10 ଲକ୍ଷ ରଖିବା ପାଇଁ ଘୋଷଣା କରିବା ଆମର ଦାବି ରହିବ। ଦର୍ଶକ ବନ୍ଧୁ, ଗଞ୍ଜାମ ଜିଲ୍ଲାରେ ଥମୁନି ଦାଦନ ଶ୍ରମିକଙ୍କ ଯନ୍ତ୍ରଣା। ପୁଣି ଜଣେ ଦାଦନ ଶ୍ରମିକଙ୍କ ଗୁଜରାଟ ପାଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁର ଯୋଗେନ୍ଦ୍ର ପ୍ରଧାନ କାମରୁ ଫେରୁଥିବା ସମୟରେ ରାସ୍ତା କଡ଼ରେ ଥିବା ଏକ ଗଛ ପଡ଼ି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ସ୍ଥାନୀୟ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି। ଆମ୍ବୁଲାନ୍ସ ଯୋଗେ ନିଜ ଭିଟାମାଟି ଆଡ଼ପଡ଼ା ଆଣି ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର ଲୋକେ। ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର। ଗଞ୍ଜାମରୁ କାହ୍ନୁ ନାହାକଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।